ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଦେଖନ୍ତୁ, ସବୁ ଜିଲ୍ଲା ପାଇଁ ଆପଣଙ୍କର ଜିଆର୍ଏସ୍ର ଭ୍ୟାକେନ୍ସି ବାହାରିବା ଆରମ୍ଭ ହେଇଯାଇଛି। ଆଜି ଆପଣଙ୍କର ଗଞ୍ଜାମ ଜିଲ୍ଲାର ପବ୍ଲିଶ ହେଇଛି। ଦେଖନ୍ତୁ ପଦବୀ ମାନେ ପୁରା ଭୟାନକ ପଦବୀ, 375 ଗୋଟିଏ ଆପଣଙ୍କର ଭ୍ୟାକେନ୍ସି ବାହାରିଛି। ମନେ ରଖନ୍ତୁ, ପ୍ରଥମେ କହିବା ପାଇଁ ଚାହିଁବି, ଜିଆର୍ଏସ୍ ବା ଗ୍ରାମ ରୋଜଗାର ସେବକ ଆପଣଙ୍କର କଣ୍ଟ୍ରାକ୍ଚୁଆଲ ପଦବୀ ଅଟେ। ଆଉ ଆପଣ କେବଳ ନିଜ ଜିଲ୍ଲା ପାଇଁ ହିଁ ଆପ୍ଲାଏ କରିପାରିବେ। ଏବେ ଆପଣ କହିବେ, ସାର୍ ଆମ ଜିଲ୍ଲାରେ ବାହାରିଛି କି ନାହିଁ, ଆମେ କେମିତି ଚେକ୍ କରିବୁ, କେମିତି ଜାଣିବୁ? ଦେଖନ୍ତୁ, ସବୁ ଜିନିଷ ଗୁଡ଼ା ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ତ ବନେଇ ବନେଇ ଦେବି, କିଛି ଅସୁବିଧା ନାହିଁ। ଆପଣ ନିଜେ ବି ଚେକ୍ କରିପାରିବେ। ଆପଣ ସିମ୍ପଲି ଗୁଗୁଲକୁ ଯିବେ, ନିଜ ଜିଲ୍ଲାକୁ ଆପଣ ସର୍ଚ୍ଚ କରିବେ। ଧରାଯାଉ ମୟୂରଭଞ୍ଜ ଜିଲ୍ଲା, ତ ଆପଣ ଖାଲି ମୟୂରଭଞ୍ଜ ଲେଖିଦେବେ। ଯେଉଁ ପ୍ରଥମ ୱେବସାଇଟ୍ ଆପଣଙ୍କର ଆସିବ, ଧରାଯାଉ moirubhanj.odisha.gov.in ଅଫିସିଆଲ ୱେବସାଇଟ୍କୁ ଆପଣଙ୍କର ଯିବେ। ଗଲା ପରେ ଦେଖନ୍ତୁ, ଟିକେ ସ୍କ୍ରୋଲ ଡାଉନ୍ ଆପଣଙ୍କର କରିବେ। ସ୍କ୍ରୋଲ ଡାଉନ୍ କଲା ପରେ ରିକ୍ରୁଟମେଣ୍ଟ ଉପରେ କ୍ଲିକ୍ କରିବେ। ଦେଖନ୍ତୁ, ରିକ୍ରୁଟମେଣ୍ଟରେ ଶୋ କରୁଛି କି ଶୋ କରୁନି, ତା ମାନେ ଆସିନି। ଏବେ ଦେଖନ୍ତୁ, ଆଜି ଆପଣଙ୍କର ଗଞ୍ଜାମ ଜିଲ୍ଲାରେ ଆପଣଙ୍କର ବାହାରିଛି, ତ ଆପଣ ଗଞ୍ଜାମ ସର୍ଚ୍ଚ କଲେ, ଯେଉଁ ପ୍ରଥମ ୱେବସାଇଟ୍ ଆସିଲା ganjam.odisha.gov.in, ଗଲା ପରେ ଆପଣ ଏଇଠି ରିକ୍ରୁଟମେଣ୍ଟ ଉପରେ କ୍ଲିକ୍ କରିବେ। ଦେଖନ୍ତୁ, ଆଜିର ଆପଣଙ୍କ ଡେଟ୍ ଅଟେ, ଜିଆର୍ଏସ୍ ପାଇଁ ଆପଣଙ୍କର ଆସିଛି। ସବୁ ଜିଲ୍ଲା ପାଇଁ ଆସିଯିବ, ଜମାରୁ ଓରିଡ୍ ହେବେନି। ମୁଁ ଆପଣଙ୍କୁ ଭିଡ଼ିଓ ବନେଇ ବନେଇ ଜଣେଇଦେବି। ହେଲା, ସେମ୍ ଜିନିଷ ରହିବ। ଅଫଲାଇନ୍ ଦେଖନ୍ତୁ, ଏଥିରେ କ୍ଲିକ୍ କଲେ ଆପଣଙ୍କର ନୋଟିଫିକେସନଟି ଓପେନ୍ ହେବ। ତ ସର୍ବମୋଟ 375ଟି ପଦବୀ ଦେଖିପାରୁଛନ୍ତି। ଆଉ ଯେମିତି କହିଲି, ଆପଣ ଖାଲି ନିଜ ଜିଲ୍ଲା ପାଇଁ ଆପ୍ଲାଏ କରିପାରିବେ। ଦରମା କେତେ ମିଳିବ? 7,000 ଟଙ୍କା ଆପଣଙ୍କୁ ଦରମା ମିଳିବ। ପରବର୍ତ୍ତୀ ସମୟରେ ଦରମା ବଢ଼ି ବଢ଼ି ଯାଏ। ମନେ ରଖନ୍ତୁ, ଏହା କଣ୍ଟ୍ରାକ୍ଚୁଆଲ ପଦବୀ ଅଟେ। ଖାଲି ଗୋଟେ ବର୍ଷ ପାଇଁ ଆପଣଙ୍କୁ ଚାକିରି ରଖିବେ। ଦରକାର ପଡ଼ିଲେ ସେମାନେ ବଢ଼େଇ ପାରନ୍ତି, ନହେଲେ ଚାକିରିରୁ ଆପଣଙ୍କୁ ବାହାର କରିଦେବେ। ହେଲା, ଗଞ୍ଜାମ ଜିଲ୍ଲା ପାଇଁ ଆପ୍ଲାଏ କରିବାର ଲାଷ୍ଟ ଡେଟ୍ 21 ସେପ୍ଟେମ୍ବର ଆପଣଙ୍କର ଅଛି। ତାପରେ ଅଫଲାଇନ୍ ଆପଣଙ୍କର ଆପ୍ଲାଏ ହେବ। ଠିକ୍ ଅଛି, ଆପଣଙ୍କର 21 ଅଗଷ୍ଟ ଆଜି ପାଖରୁ ଆରମ୍ଭ, 21 ସେପ୍ଟେମ୍ବର ଦେଖନ୍ତୁ ଲାଷ୍ଟ ଡେଟ୍ ଅଛି। ହେଲା, ଏବେ ଦେଖନ୍ତୁ ପଦବୀ ସର୍ବମୋଟ ଆପଣ ଜାଣିଗଲେ। ଦେଖିଦିଅନ୍ତୁ, ଜେନେରାଲର କେତେ, SC/BCର କେତେ, SCର କେତେ, STର କେତେ, ଦେଖିଦେଲେ। ପୁରା ହ୍ୟୁଜ୍ ଭ୍ୟାକେନ୍ସି, ସବୁ ଜିଲ୍ଲା ପାଇଁ ଏମିତି ବାହାରିବ। କିନ୍ତୁ ମେନ୍ ଜିନିଷ ହେଉଛି ଏଗୁଡ଼ା କଣ୍ଟ୍ରାକ୍ଚୁଆଲ, ଖାଲି ଗୋଟେ ବର୍ଷ ପାଇଁ ରଖିବେ, ମ୍ୟାକ୍ସ ଟୁ ମ୍ୟାକ୍ସ, ତାପରେ ବାହାର କରିଦେବେ। ତାପରେ ଦେଖନ୍ତୁ, କ୍ୱାଲିଫିକେସନ୍ କ'ଣ? ଖାଲି ଯଦି ଆପଣ +2 ପାସ୍ କରିଛନ୍ତି, ଆପଣ ଆପ୍ଲାଏ କରିପାରିବେ। ତା ସହିତ କମ୍ପ୍ୟୁଟର ସାର୍ଟିଫିକେଟ୍ ଆପଣଙ୍କ ଦରକାର। ଯାହା ହେଲେ ବି ସାର୍ଟିଫିକେଟ୍ ଓ ଲେବୁଲ୍ର କାଢ଼ନ୍ତୁ, PGDCA, BCA, ଯାହା ସାର୍ଟିଫିକେଟ୍ ଆପଣଙ୍କ ପାଖରେ ଥିବା ଦରକାର। ଠିକ୍ ଅଛି। ଆଉ ସିଲେକ୍ସନ୍ କେମିତି ହେବ? ଖାଲି ମାର୍କ ବେସିସ୍ରେ ଆପଣଙ୍କର ସିଲେକ୍ସନ୍ ହେବ। 10th ଆଉ +2 ପରସେଣ୍ଟେଜକୁ ଏଡ୍ କରାଯିବ। ଯାହାର ମାର୍କ ଅଧିକ, ସେ ଆପଣଙ୍କର ସିଲେକ୍ସନ୍ ଆପଣଙ୍କର ହେବ। ବୁଝିଗଲେ? ହେଲା, ଏଜ୍ ଲିମିଟ୍ ଆପଣଙ୍କର ମିନିମମ୍ ବୟସ 18ରୁ ମ୍ୟାକ୍ସିମମ୍ ବୟସ 40 ବର୍ଷ। କିନ୍ତୁ ST, SC, SC/BC ଲେଡ଼ିଜ୍ ମାନଙ୍କର 5 ବର୍ଷ ବଢ଼ିଯିବ। ତ 18ରୁ 45 ବର୍ଷ ଭିତରେ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। କୌଣସି ବି ଟଙ୍କା ଆପଣଙ୍କୁ ପଡ଼ିବନି, ବିଲକୁଲ ଫ୍ରି ଆପଣ ଆପ୍ଲାଏ କରିବେ। ଦେଖନ୍ତୁ କେମିତି ଆପଣଙ୍କର ଆପ୍ଲାଏ କରିବେ। ଠିକ୍ ଅଛି, ଏଇଠି ଆପଣ ଦେଖିପାରୁଥିବେ ଆପଣଙ୍କର ଏଇଟା, ଏଇ ଯେଉଁ ପେଜ୍ ନମ୍ବର 7 ଆଉ ପେଜ୍ ନମ୍ବର 8, ଏଇ ଦୁଇଟାକୁ ଆପଣ ପ୍ରିଣ୍ଟ ଆଉଟ୍ କାଢ଼ିବେ। କାଢ଼ିଲା ପରେ ଆପଣ ଫିଲ୍ଅପ୍ କରିବେ। ଠିକ୍ସେ ଆପଣ ଫିଲ୍ଅପ୍ କରିବେ, ଫଟୋ ବଗେରା ଆଟାଚ୍ ଆପଣ କରିବେ। କଲା ପରେ ଏଇଠି ଦେଖନ୍ତୁ ଡକୁମେଣ୍ଟ ଲିଷ୍ଟ ଲେଖା ହେଇଛି। ଏଇ ଡକୁମେଣ୍ଟ ଗୁଡ଼ାକୁ ଆପଣମାନେ ଆଟାଚ୍ କରିବେ। ହେଲା, ସବୁ ଜେରକ୍ସ ହେଲା, ଅରିଜିନାଲ କିଛି ଦେବେନି, ସବୁ ଜେରକ୍ସ ଆଉ ସେଲ୍ଫ ଆଟେଷ୍ଟେଡ୍, ମାନେ ଜେରକ୍ସରେ ଆପଣ ସାଇନ୍ କରିଥିବେ। ଆଉ ସେଗୁଡ଼ାକୁ ଆପଣ ଆଟାଚ୍ କରିକି ଏଇ ଆଡ୍ରେସ୍ରେ ପଠାଇଦେବେ। କେଉଁ ଆଡ୍ରେସ୍ ଦେଖନ୍ତୁ, ଆଡ୍ରେସ୍ ବି ଲେଖା ହେଇଛି, ଏଇ ଆଡ୍ରେସ୍ରେ ଆପଣ ପଠାଇଦେବେ। 21 ସେପ୍ଟେମ୍ବର ପୂର୍ବରୁ ପଠାଇଦେବେ। ତ ଆପଣଙ୍କର ଯଦି ସିଲେକ୍ସନ୍ ହେଲା, ଆପଣଙ୍କୁ ଡାକିବେ ସେମାନେ, ଆଉ ଆପଣ ଡକୁମେଣ୍ଟ ଭେରିଫିକେସନ୍ କରିକି ଚାକିରି ପାଇଯିବେ। ହେଲା, ମନେ ରଖନ୍ତୁ, ଏହା ଟେମ୍ପୋରାରୀ ଅଟେ ଆପଣଙ୍କର ଚାକିରି। ଗୋଟେ ବର୍ଷ ରଖିବେ, ଦରକାର ପଡ଼ିଲେ ବଢ଼େଇ ପାରନ୍ତି। ଆଉ ମାର୍କ ବେସିସ୍ରେ ସିଲେକ୍ସନ୍ ହେବ। 10th ଆଉ +2 ପରସେଣ୍ଟେଜକୁ ଏଡ୍ କରାଯିବ। ଯାହାର ମାର୍କ ଅଧିକ, ସିଏ ଆପଣଙ୍କର ପାଇବ। ଏଇଭଳିଆ ସବୁ ଜିଲ୍ଲା ପାଇଁ ଆପଣଙ୍କର ବାହାରିବ। ସବୁ ଜିଲ୍ଲା ପାଇଁ ବାହାରିବ, ଆପଣ କେବଳ ନିଜ ଜିଲ୍ଲା ପାଇଁ ହିଁ ଆପ୍ଲାଏ କରିପାରିବେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ। ମୁଁ ଆପଣଙ୍କୁ ସବୁ ଜିଲ୍ଲା ପାଇଁ ଆପଣଙ୍କର ଗୋଟେ ଗୋଟେ ଭିଡ଼ିଓ ମଧ୍ୟ ବନେଇଦେବି। ଥ୍ୟାଙ୍କ ୟୁ।